ସିଝାକୁ ଚିକେନ ଗାଜର ଅମୃତଭଣ୍ଡା କଦଳୀ ସିଝେଇ ସେ କେମିତି କେତେ ମଜାରେ ଖାଉଥିବେ। ଖାଇଦେ 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 ଝୋଳ ଦେହ ଚାଟି ଦଉଛୁ। ହଁ ବା ଖାଇବା ଭଲ ଏମିତି ସିଝେଇଦବା। ଖାଉଛୁ ଭଣ୍ଡା ସିଝା ଅମୃତଭଣ୍ଡା କଦଳୀ ଭାତ ପକେଇଥିଲି ତ ନାଇଁ ଆଉ ଖା ଖାଇ ଏତେ କଥା ହେଲେ ତା ପେଟ ପୁରିଛି ଆଉ କ'ଣ ଖାଇବ ଖା। ଏଇଟା ତାର ହେଇଗଲା ଲଞ୍ଚ ହେଇଗଲା। ଚକଟି ଦେଲେ ଖାଇଦଉଛି ଖାଇଦେଇକି ଇଏ କରିକି ଦିଆ ମାରିବା ମୁଁ ସିଲେଇ କଲାବେଳେ ଯାଇକି ନଟେଇ ଗୋଟେ ଖାଇକି ପୁରା ସଫା କରି ସାରିଲାଣି। ଅଣ୍ଡା ଖାଉନି ନା ଛଡେଇ ଚାଟିକି ପୁରା ଖାଇଦେଲା। ଯୋଉମାନେ କୁକୁର ରଖିଛନ୍ତି ଏମିତି ଦିଅନ୍ତୁ। ଗାଜର ଅମୃତଭଣ୍ଡା କଖାରୁ କଦଳୀ ତାକୁ ସିଝେଇ ଦେଇଦେଲି ସେଥିରେ ଚିକେନ ପକେଇକି ସିଝେଇ ଦେଲି ଚକଟି ଦେଲାକୁ ସେ ଆରାମରେ ଖାଉଛି ମାନେ ଚାଟି ସାରିଲାଣି ତାର ପ୍ଲେଟ ଆଉ କିଛି ନାହିଁ। ଏମିତି ଖାଇଲେ ଦେହ ବି ହେଲ୍ଦି ରହିବ ପରିବା ଖାଇଲା ସ୍ୱାସ୍ଥ୍ୟ ବି ଭଲ ରହିବ। ଆଉ ଖାଇଲେ ମଝିରେ ମଝିରେ ଆଉ ସବୁଦିନ ଇଏ ମଝିରେ ମଝିରେ ଆଉ ତାର ଲସ୍ ହେଇଗଲା। ଆଉ ଆପଣମାନେ ଯେଉଁମାନେ ରଖିଛନ୍ତି କୁକୁର ସେମାନେ ଦିଅନ୍ତୁ ମଝିରେ ମଝିରେ ସିଝା ଦିଅନ୍ତୁ ତା ଦେହ ହେଲ୍ଦି ହବ ଆଉ ଇଏ ଖାଇବା ବି ତାକୁ ରୁଚିକର ହବ। ଖାଉଛି କେତେ ସୁନ୍ଦର ଭାବରେ ଚାଟିକି ସବୁ ଖାଇଦେଲା ସଫା କରିକି। ମୋ ହାତ ବି ଚାଟିଦବ ଶେଷରେ ହାତରେ ଲାଗିଛି ହଁ ହାତ ବି ଚାଟିଦବ। ଆଉ ସେଇଠି ଚାଟିକି ଖାଇଦବ 2-3 ମିନିଟ୍ 4 ମିନିଟ୍ ହଉ କିଛି ନାହିଁ ଭଲ ଆଉ ନାହିଁ ଆଉ ଖାଇଦେବୁ କି ଆଉ ଖାଇବୁ ଅଣ୍ଡା ଖାଇଲାଣି ଯାଇକି ସେ ଇଏଟା ଖାଇଲା କି ଅଣ୍ଡା ଖାଇଲାଣି। ହଁ ଅଣ୍ଡା ଦିଆ ହେଇଥିଲା ଯେ ଖାଇନଥିଲା ଆଉ ଥରେ ଚାଟୁଛି ଯାଇକି ଆଉ ଖାଇବୁନି ଆଉ ଖାଇବୁନି ଗଲା ଏକ